ବିବାହରେ ନଥିଲା ଜାନି ଯୌତୁକ, ନଥିଲା ଜାତି ଭେଦଭାବ, ବାହାରି ନଥିଲା ବାରାତି ଶୋଭାଯାତ୍ରା। କେବଳ ଦୁଇଟି ଫୁଲମାଳ ବିନିମୟରେ ଶନିବାର ବରଗଡ଼ ସହରରେ ଅନୁଷ୍ଠିତ ହୋଇଯାଇଛି ଆଦର୍ଶ ଗଣବିବାହ। 7 ଯୋଡ଼ି ବରକନ୍ୟା ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିନେଇଥିଲେ। ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଜୟନ୍ତୀ ଅବସରରେ ବାବା ସାହେବ ଆମ୍ବେଦକର ଚ୍ୟାରିଟେବୁଲ ଟ୍ରଷ୍ଟ ଆୟୋଜନ କରିଥିଲା ଏହି ନିଆରା କାର୍ଯ୍ୟକ୍ରମ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ 7 ଯୋଡ଼ି ବରକନ୍ୟା ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ପହଞ୍ଚିଥିଲେ। ବାଜା ସହିତ ସେମାନଙ୍କୁ ଟ୍ରଷ୍ଟ ପକ୍ଷରୁ ସ୍ୱାଗତ କରାଯାଇଥିଲା। ହିମାଂଶୁ ଶେଖର ମେହେର ଏବଂ ବନ୍ଦନା ମେହେର ହୋଇଥିଲେ କନ୍ୟାଙ୍କ ପିତାମାତା। ସେହିପରି ବର ପିତାମାତା ହୋଇଥିଲେ ଅଚ୍ୟୁତାନନ୍ଦ ବାରିକ ଏବଂ ଅନ୍ନପୂର୍ଣ୍ଣା ବାରିକ। ଅତିଥି ଏବଂ ଶୁଭେଚ୍ଛୁଙ୍କ ଗହଣରେ ଆରମ୍ଭ ହୋଇଥିଲା ବିବାହ କାର୍ଯ୍ୟକ୍ରମ। ବରକନ୍ୟା ପରସ୍ପର ଫୁଲମାଳ ଆଦାନ ପ୍ରଦାନ କରିଥିଲେ। ବରପକ୍ଷ ଓ କନ୍ୟା ପକ୍ଷ ନିଜର ଦାୟିତ୍ୱ ନିର୍ବାହ କରିଥିଲେ। ଶୁଭେଚ୍ଛୁମାନେ ଦମ୍ପତିଙ୍କୁ ଆଶୀର୍ବାଦ ସହିତ ଉପହାର ଦେବା ପରେ ସମ୍ପନ୍ନ ହୋଇଥିଲା ଆଦର୍ଶ ଗଣବିବାହ। ଦୀର୍ଘ 20 ବର୍ଷ ହେଲା ଏଠାରେ ପ୍ରତିବର୍ଷ ଏଭଳି ଆଦର୍ଶ ଗଣବିବାହ ହୋଇ ଆସୁଛି। ଆୟୋଜକଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ବରଗଡ଼ରୁ ପ୍ରେମାନନ୍ଦ କୁମାରୀଙ୍କ ରିପୋର୍ଟ, ଧରିତ୍ରୀ ଲାଇଭ। এই ভিডিওটি আপনার কেমিতি লাগিলা কমেন্ট করে জানাতু। ধরিত্রী লাইভ র यूट्यूब এবং फेसबुक चैनल को सब्सक्राइब करंतु। अधिक खबर पाई लॉगिन करंतु www.dharitri.com।